ବାରିଆଡ ଖରାରେ ବସିକି ପୁତୁରା ବୋହୂ ଝିଆରୀ ଭାତ ଖାଉଥିଲେ। ମତେ ପଚାରିଲେ ଖୁଡି ତମେ ଖାଇସାରିଲଣି? ମୁଁ କହିଲି ନା ମୁଁ ଖାଇନି, ମୋର ତ ଭାତ ବଇଛି, ଆଉ ତମେ ସିନା ବେଗି ବେଗି ରୋଷେଇ କରିଦେଇକି ତମ ଶାଶୁ ପାଇଁ ବାଢି ଦଉଛ, ତମେ ଖାଇଦଉଛ। ତାପରେ ତାଙ୍କୁ କହିଦେଲି ରାତିର କରିଥିଲି ଚକୁଳି ଆଉ ଦିଟା ଥିଲା, ତାକୁ ମୁଁ ଧରିକି ଖରାରେ ଖାଇବାକୁ ବସିଲି। ଖାଇସାରିଲା ପରେ ଆସିକି ଘରକୁ ଭାତଟାକୁ ଓହ୍ଲେଇ ଦେଇକି ମଟନ ଆଣିଥିଲେ ତାକୁ ଟିକେ ତରକାରୀ କରି, ତାପରେ ତରକାରୀ ହେଇସାରିଲା ପରେ ବୋଉ ପାଇଁ ଭାତ ବାଢିଦେଲି। ବୋଉକୁ କହିଲି ତୁ ଖାଇଦିଆ ଆଗେ, ତୁ ତ ଖାଇପାରୁନୁ, ଆଉ ଆମେ କଣ ମିଶିକି ଖାଇବା? ତୁ ତ ଖାଉଛୁ ବସିକିରି ଚେୟାରରେ, ଆଉ ତୋର ସୁବିଧା ହଉନି, ଅଣ୍ଟା ଭାଙ୍ଗି ଯାଇଛି, ତୁ କାଇଁ ଆମ ସାଙ୍ଗରେ ଖାଇବୁ? ବୋଉକୁ ଏମିତି କହିଦେଇକି ଖାଇବାକୁ ଦେଇଦେଲି। ଏପଟେ ଝିଆରୀର ଝିଅର ବସିକି ଖାଇଲେ, ତାପରେ ମୋ ପାଇଁ ଭାତ ବାଢିଦେଲି। ବାରିପଟେ ଖରାରେ ମୁଁ ବସିକିରି ଖାଇଲି। ମାଂସଟା ଏତେ ଟାଣ ଥିଲା ଯେ ଛିଡୁ ନଥିଲା। ବୋଉକୁ କହିଲି ହଲୋ ବୋଉ, ସେତେବେଳେ ତ ଡେକ୍ଚିରେ ରନ୍ଧା ହେ, ଏ କଣ ପ୍ରେସର ଥିଲା, ଏବେ ପ୍ରେସର ହେଇଗଲା, ଏ ମାଂସ କଣ କିଲୋ ସିଝିନି? ବୋଉ କହିଲା ସିଝିଥାନ୍ତା, ତୁ ଗୋଟିଏ ଜିନିଷ ପକେଇଥାନ୍ତୁ ଯଦି ସିଝିଥାନ୍ତା। ସେତେବେଳେ ଆମେ ମଟନରେ ପକଉ ଅମୃତଭଣ୍ଡା, ଅମୃତଭଣ୍ଡା ପକେଇଲେ ମଟନଟା ବହୁତ ବଢିଆ ଲାଗେ। ଖାଇବା ପିଇବା ଧୁଆ ମଜା ସରିଲା, ବାରିପଟ ଖରାରେ ଯାଇକି ଟିକେ ପଟିଟା ପକେଇକି ଗଳି ପଡ଼ିଲି। ହଠାତ୍ ମନେ ପଡ଼ିଗଲା ବାସନ କୁସନ ଥୁଆ ହେଇଛି ଦିଅଙ୍କର, କୋଉ ଦିନଠୁ ମଜା ଧୁଆ କରିନି। ଏପଟେ ବାସନ କୁସନ ମଜା ଧୁଆ କରୁଥିଲି, ସେପଟେ ପୁତୁରା ତାଙ୍କ ପୁଅକୁ ବାଡ଼ଉଥିଲେ। ତାଙ୍କୁ ପଚାରିଲି ପୁଅ କାହିଁକି ତାକୁ ବାଡ଼େଇ ଦିଆଉଛ? ଖୁଡି ତମେ ଜାଣୁନ, ସିଏ ତ ସାଙ୍ଘାତି ହେଇକି ଖେଳୁଛନ୍ତି ପିଲାକୁ ପିଲା, ସିଏ କଣ ଜାଣୁଛନ୍ତି? ତାଙ୍କୁ ଦେଖୁନ କିଏ କାମୁଡ଼ି ଦେଇଛି କୋଉ ପିଲା ଭିତରୁ କିଏ ଯେ। ତାପରେ ବାରିଆଡୁ ଯାଇକି କଲରା ପତ୍ର ଆଣିକି ତାକୁ ଟିକେ ମୁଁ ଧଡ଼କା ଧଡ଼କି କରିଦେଲି। ତାପରେ ତା ହାତରେ କଲରା ପତ୍ର ଲଗେଇଲି। ମତେ ସନ୍ଧ୍ୟା ହେଇଥିଲା, ଘରେ ଆସିକି ସନ୍ଧ୍ୟା ଦେଲି। ନମସ୍କାର, ଜୟ ଜଗନ୍ନାଥ।